ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘ୍ନଂ କୁରୁ ମେ ସଦା ସର୍ବକାର୍ଯ୍ୟେଷୁ ସର୍ବଦା। ଜୟ ଶ୍ରୀ ଗଣେଶ। କେତେବେଳେ ବକ୍ରତୁଣ୍ଡ ତ କେତେବେଳେ ଗଜାନନ, ଏକଦନ୍ତ ବିଘ୍ନ ବିନାଶକ ଅଗ୍ରପୂଜ୍ୟ ରୂପେ ପୂଜା ପାଇଥାନ୍ତି। ସମସ୍ତ ଦେବାଦେବୀଙ୍କର ଆରାଧନାରେ ପ୍ରଥମେ ତାଙ୍କୁ ଆବାହନ କରାଯାଇଥାଏ, ନହେଲେ ପୂଜା ନିଷ୍ଫଳ ହୋଇଥାଏ ବୋଲି ଯାହା ପୁରାଣ ବର୍ଣ୍ଣିତ ରହିଛି। ସେଥିପାଇଁ ତ ଗଳିକନ୍ଦି ଛକ ସହର ବଜାର ସବୁଠାରେ ସେ ପୂଜା ପାଇଥାନ୍ତି। ବିଶେଷ କରି ଏହି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଗଣେଶ ଚତୁର୍ଥୀ ପାଳନ କରାଯାଇଥାଏ ଏବଂ ଏହା ସହିତ ଭୂମିପୃଷ୍ଠରେ ସର୍ବତ୍ର ତାଙ୍କର ଆରାଧନା କରିବାର ସମସ୍ତଙ୍କୁ ଦେଖାଯାଇଥାଏ। ଜ୍ଞାନର ଦେବତା, ବୁଦ୍ଧି ବିଦ୍ୟାର ଦାତା ରୂପେ ସେ ପରିଗଣିତ, ସର୍ବବିଘ୍ନନାଶକ ରୂପେ ମଧ୍ୟ ପରିଚିତ। ଆଉ ଏହି ଧରିତ୍ରୀ ପୃଷ୍ଠରେ ତାଙ୍କର ସମସ୍ତେ ପୂଜା ପାଳନ କରିଥାନ୍ତି। ସମସ୍ତ ବର୍ଗର ଲୋକମାନେ ଏଥିରେ ସାମିଲ ହୋଇଥାନ୍ତି। ମହାରାଷ୍ଟ୍ରର ତ ଏ ଗୋଟିଏ ମହାପର୍ବ ବୋଲିକି ମନା ଯାଇଥାଏ, ଯେଉଁଥିରେ ସାରା ମହାରାଷ୍ଟ୍ରବାସୀ ସାରା ଦେଶ ପାଇଁ ଗଣେଶ ପୂଜାର ସୁନ୍ଦର ବାର୍ତ୍ତା ପ୍ରେରଣା କରିଥାନ୍ତି, ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥାଏ। ଆଉ ଆଜି ହେଉଛି ସେଇ ଅଗ୍ରପୂଜ୍ୟ ଗଜାନନଙ୍କର ଉତ୍ସବ ବା ପୂଜାର ଦିନ। ଆମେ ଦେଖୁଛେ ଆମ ସାମ୍ନାରେ ବିଭିନ୍ନ ପୂଜା ମଣ୍ଡପରେ କିଭଳି ସେ ପୂଜା ପାଉଛନ୍ତି।
ଆଉ ଏବେ ଯଦି ଦେଖିବା ତେବେ ଟ୍ରେଣ୍ଡିଂରେ ରହିଛି ଗଣେଶଙ୍କର ପୂଜା, ଯେହେତୁ ସେ ଗଣପତି ବା ଗଣଦେବତା ରୂପେ ପରିଚିତ ରହିଥାନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ତ ସେ ନିଶ୍ଚିତ ଭାବେ ପୂଜିତ ହୋଇଥାନ୍ତି। ତା ସହିତ ଅନେକ ଶିଳ୍ପ ପ୍ରତିଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ତାଙ୍କର ପୂଜା ଏବଂ ଆରାଧନା କରାଯାଇଥାଏ ବିଘ୍ନ ବିନାଶକ ରୂପରେ ବା ବିଘ୍ନ ନାଶ ପାଇଁ। ଆଉ ଏଇ ଯେଉଁ ଧାର୍ମିକ ପରମ୍ପରା ରହିଛି, ଯାହାକି ଏ ପାର୍ବଣ ଋତୁର ଅୟମାରମ୍ଭରେ ତାଙ୍କୁ ପୂଜା କରାଯାଇଥାଏ ଅଗ୍ରପୂଜ୍ୟ ରୂପେ। ଆଉ ଏଇଠାରୁ ହିଁ ବିଭିନ୍ନ ଧର୍ମ ବା ଧାର୍ମିକ ଦିବସ ଗୁଡ଼ିକର ସିରିୟଲି ଭାବେ ବଢ଼ି ଚାଲିଥାଏ। ଜନସମାଜରେ ଧାର୍ମିକ ମନୋଭାବ ସମ୍ପନ୍ନ ରୁଚି ରଖି ବିଭିନ୍ନ ଧର୍ମ ଅନୁଷ୍ଠାନର ସ୍ୱୟଂ ପ୍ରବୃତ୍ତ କାର୍ଯ୍ୟ ସବୁ ସମ୍ପନ୍ନ କରାଯାଇଥାଏ ଏହି ପାର୍ବଣ ଋତୁରୁ ଆରମ୍ଭ ହୋଇ। ଆମେ ଯଦି କହିବା ତେବେ ଗଣପତିଙ୍କର ପୂଜା ଗୋଟେ ଗଣପର୍ବର ରୂପ ମଧ୍ୟ ନେଇସାରିଛି। ଆଉ ସମସ୍ତେ ବର୍ଷ ତମାମ ଅପେକ୍ଷା କରିଥାନ୍ତି ଆବାଳ ବୃଦ୍ଧ ବନିତା ଯେ କେବେ ଆସିବ ଗଣେଶ ଦେବତାଙ୍କର ପୂଜା ବା ଆରାଧନାର ଦିନ। ସେଦିନ ତାଙ୍କ ନିକଟରେ ପ୍ରାର୍ଥନା କରିବେ, ପ୍ରଭୁ ବର୍ଷ ସାରା ମୋର ବିଘ୍ନ ବିନାଶ କରନ୍ତୁ, ମୋର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାର ଯାହା ବିଧି ରହିଛି ସେଥିରେ ସହାୟକ ହୁଅନ୍ତୁ। ଆମେ ଦେଖୁଛେ ଏ ଗ୍ରାମାଞ୍ଚଳରେ ବିଭିନ୍ନ ପୂଜା ମଣ୍ଡପର ଏ ଦୃଶ୍ୟ, ଯାହାକି ସୂଚାଇ ଦେଉଛି କେତେ ଭକ୍ତି କେତେ ନିଷ୍ଠା ରହିଛି ସମଗ୍ର ଏହି ଜନସାଧାରଣଙ୍କ ଭିତରେ ଗଣେଶ ପୂଜା ପ୍ରତି ଥିବା এই ଆନ୍ତରିକତା ତାଙ୍କୁ କେଉଁଠି ନା କେଉଁଠି ଅଗ୍ରପୂଜ୍ୟର ସ୍ଥାନ ପ୍ରଦାନ କରିଛି।
ଆଜିର ଏହି ଗଣେଶ ପୂଜା ଅବସରରେ ପ୍ରଭୁ ବିଘ୍ନ ବିନାଶକ ଗଜାନନ ସମସ୍ତଙ୍କର ବିଘ୍ନ ନାଶ କରନ୍ତୁ, ସମସ୍ତଙ୍କର କାର୍ଯ୍ୟ ଭଲ ରୂପେ ବା ଉତ୍ତମ ରୂପେ ସମ୍ପନ୍ନ କରନ୍ତୁ। ଏହା ହିଁ ଆମର ପ୍ରଭୁଙ୍କ ନିକଟରେ କାମନା।